ମାନେ ବହୁତ ଦିନ ହେଲା ମୁଁ ଭିଡ଼ିଓ କରିପାରୁନଥିଲି, ସେଥିପାଇଁ ଟିକେ ଟାଇମ୍ ହେଉଥିଲାନି, ତାପରେ ଦେହ ବି ଭଲ ଥିଲାନି। ତେଣୁ ଆଜି ଭିଡ଼ିଓ ଗୋଟେ କରୁଛି। ଦେଖନ୍ତୁ, ମନେକରି ଲାଇକ୍ ଦେବେ, ସେୟାର କରିବେ। ଆମର ଘର ଭାଙ୍ଗି ଯାଇଛି, ତେଣୁ ଖରାର ରୋଷେଇ କରିବାକୁ ହେଉଛି। ଆମ ଘର ଭାଙ୍ଗି ଯାଇଛି, ତେଣୁ ଫାଙ୍କାରେ ରୋଷେଇ କରତେ ହେଉଛି। ଖରା ବହୁତ ଜୋର ଖରା କରୁଛି। ଏ ଗଛଟା ହେଲା ଆମର ଛାଇ, କନିଅର ଗଛଟା ଛାଇ ମୂଳର ଉଠା ଚୁଲିରେ ମୁଁ ଭାତ ବସେଇଛି। ଦେଖନ୍ତୁ, ଭାତ ଫୁଟିଗଲାଣି। ତେଣୁ ଘରର ପୁରା ଛିଞ୍ଚତ ହେଇଛି, ମାଟିବାଲା ଆସିନାହାନ୍ତି କାମ କରିବା ପାଇଁ। ତେଣୁ ମାଟି କୁଡ଼ା ହେଇଛି, ତ ଖେଳା ହେଇନି ମାଟି। ତେଣୁ ସେଥିପାଇଁ ଆମର ମାନେ ଜିନିଷପତ୍ର ସବୁ ଦେକକେର ହୋଇ ପଡ଼ିଛି। ତେଣୁ ଭିଡ଼ିଓ କାହିଁକି କରୁନଥିଲି, ଲାଇକ୍ ସେୟାର କିଛି ବି ଆପଣମାନେ କରୁନାହାନ୍ତି। ତେଣୁ କେମିତି ଗୋଟେ ଗରିବ ଲୋକ କେମିତି ମାନେ କଷ୍ଟ କରି ଭିଡ଼ିଓଟେ କରୁଛି, ଆପଣମାନେ ଯଦି ଲାଇକ୍ ନ କରିବେ, ସବସ୍କ୍ରାଇବ୍ ନ କରିବେ, ତେଣୁ ସେ ଭିଡ଼ିଓ କାହିଁକି କରିବ? ତେଣୁ ଆପଣମାନଙ୍କୁ ଅନୁରୋଧ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ତେଣୁ ଭିଡ଼ିଓ ଏଇଥିପାଇଁ ଲୋକ କରୁଛନ୍ତି, ତେଣୁ କିଛି ପଇସା ଆସିଲେ ତାଙ୍କର ଘର ଚଳିବ, ସେଥିପାଇଁ ଭିଡ଼ିଓ କରୁଛନ୍ତି। ତାଙ୍କ ଭଲ ସୁଖ ଦୁଃଖଙ୍କୁ ଆପଣମାନଙ୍କ ସେୟାର କରୁଛନ୍ତି। ତେଣୁ ଆପଣମାନେ ଯଦି ତାଙ୍କ ଦୁଃଖ ନ ବୁଝିବେ, ତାଙ୍କ କଷ୍ଟ ନ ବୁଝିବେ, ତାଙ୍କୁ ଯଦି ଭଲ ପାଇବା ନ ଦେବେ, ତେଣୁ ସେ ଭିଡ଼ିଓ କାହିଁକି କରିବେ? ଆପଣମାନଙ୍କୁ ତାଙ୍କ ପର୍ସନାଲ୍ କଥା, ଭଲ ମନ୍ଦ କାହିଁକି ଆପଣମାନଙ୍କୁ ଜଣେଇବେ, ଦେଖିବେ? ତେଣୁ ମୁଁ ଭିଡ଼ିଓରେ ଅନୁରୋଧ କରୁଛି। ତେଣୁ ଯିଏ ଭାଇ ଭଉଣୀମାନେ ଗରିବ, ସେମାନେ ଭିଡ଼ିଓ କରୁଛନ୍ତି, ତାଙ୍କ ଘର ଭଲ ମନ୍ଦ କଥା ବୁଝିବା ମାନେ ଜଣେଇବା ପାଇଁ ଭିଡ଼ିଓ କରୁଛନ୍ତି, ପଇସା ପାଇବା ପାଇଁ। ତେଣୁ ଆପଣମାନଙ୍କୁ ଅନୁରୋଧ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ତାଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଅନ୍ତୁ, ସାହସ ଦିଅନ୍ତୁ। ତେଣୁ ମୋର ଆଜି ଅନୁରୋଧ, ତେଣୁ ମୁଁ ଯାହା ବି ଛୋଟ ମୋଟ ଭିଡ଼ିଓଟେ କରୁଛି, ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ, ଲାଇକ୍ କରନ୍ତୁ, ତେଣୁ ସେୟାର କରନ୍ତୁ। ଆମେ ଗରିବ ବୋଲି କ'ଣ ଆପଣମାନେ ଆମକୁ ଲାଇକ୍ କରିବେନି? ତେଣୁ ଆପଣ ଲାଇକ୍ କରନ୍ତୁ। ତେଣୁ ମୁଁ ନୂଆ ନୂଆ ଭିଡ଼ିଓ ନେଇକି ଆସିବି। ଆମର ତ ଗରିବ ଲୋକ, ଗରିବ ଘର, ତେଣୁ ଯେତିକି ପାରୁଛି ସେତିକି କରିପାରୁଛି। ଟାଇମ୍ ବାହାର କରି ସେତିକି ଆପଣମାନଙ୍କୁ ଦେଖେଇବି। ଅବସ୍ଥା ଦେଖନ୍ତୁ, ମାଟି ପଡ଼ିଛି, ଘର ଉଦ୍ଧାର ସବୁ ଛିଞ୍ଚତ ହେଇଯାଇଛି। ମାନେ ଏଠି ବସିକି ଆମର ଏଇ ରୋଷେଇବାସ କରୁଛି, ଏଇ ଫାଙ୍କାରେ ଦେଖ ରୋଷେଇ କରୁଛି। ବର୍ଷା ପାଣି ହେଲା ବେଳକୁ ବହୁତ ଅସୁବିଧା ହେଉଛି, ସେଥିପାଇଁ ମୁଁ ଏଇ ଫାଙ୍କାରେ ରୋଷେଇ କରୁଛି। ତେଣୁ ଆପଣମାନଙ୍କୁ ଅନୁରୋଧ, ଆମକୁ ଲାଇକ୍ କରନ୍ତୁ। ଆମକୁ କିଛି ଭଲ ପାଇବା ଦେଲେ, ଦୁଇ ପଇସା ଆଇଲେ ଆମେ ଖୁସି ହବୁ। ମୁଁ ରହୁଛି।